ଗୋଟିଏ ଗ୍ରାମରେ ଜଣେ ବଡ଼ ଧନୀ ଥିଲେ। ତାଙ୍କର ବ୍ୟବସାୟ, ଚାଷ ଇତ୍ୟାଦି ନାନା ପ୍ରକାରର ଧନ ରୋଜଗାର କରିବାର ପନ୍ଥା ଥିଲା। ତାଙ୍କର 4 ପୁଅ। କ୍ରମେ ସେ ବୃଦ୍ଧ ହୋଇ ବିଛଣା ଧରିଲେ। ବଡ଼ ପୁଅ କାମ ଦାମ ବ୍ୟବସାୟ ଦେଖାଶୁଣା କରେ, ଦ୍ୱିତୀୟଟି ପଶୁମାନଙ୍କର ଦେଖାଶୁଣା କରେ, ତୃତୀୟଟି ଜମିବାଡ଼ି ଦେଖାଶୁଣା କରେ, ଚତୁର୍ଥଟିର ମନ ଏସବୁଥିରେ ନଥାଏ, ସେ ସର୍ବଦା ଶାସ୍ତ୍ର ପଢ଼େ ଓ ଧାର୍ମିକ କାମ ସବୁ କରେ। ଏହିପରି ଭାବରେ ସେ 4 ଭାଇ ଯାକ ନିଜ ନିଜ କର୍ମରେ ବ୍ୟସ୍ତ ରହିଥାନ୍ତି। ଶାନ୍ତି ସନ୍ତୋଷରେ ଘର ଚଳୁଥାଏ। କାହାର କିଛି ଅଭାବ କି ଅଭିଯୋଗ ନଥାଏ। କ୍ରମେ ସେହି ବୃଦ୍ଧଙ୍କର ଅବସ୍ଥା ଖରାପ ହେବାରୁ ସେ ଦିନେ ତାଙ୍କ ପୁଅମାନଙ୍କୁ ପାଖକୁ ଡାକି କହିଲେ, ଆଜି ପର୍ଯ୍ୟନ୍ତ ଅନ୍ୟମାନଙ୍କର ସମସ୍ୟା ଝଗଡ଼ା ଆମେ ସମାଧାନ କରିଛୁ, କିନ୍ତୁ ଆମ ଘରେ କେବେ ବି ଝଗଡ଼ା ହୋଇନାହିଁ ବା ଆମେ କାହା ପାଖକୁ ଯାଇନାହୁଁ। ମୋର ତ ଏବେ ମୁମୂର୍ଷୁ ଅବସ୍ଥା, କେତେବେଳେ ଯେ ଟଳି ପଡ଼ିବି ତାର କିଛି ଠିକ୍ ଠିକଣା ନାହିଁ। ତମେ 4 ଜଣ ମୋ ଖଟର 4 ଖୁରା ପାଖରେ ଜଣ ଜଣ କରି ଠିଆ ହେବ। ମୁଁ ମରିଗଲା ପରେ ସେହିଠାରେ ଖୁଳିବ, ଯିଏ ଯାହା ପାଇବ ଭାଗ୍ୟକୁ ଆଦରି ରହିବ, ଝଗଡ଼ା କରିବ ନାହିଁ। ଏତିକି କହି ବୃଦ୍ଧ ଆଖି ବୁଜିଦେଲେ। ପିତାଙ୍କର ଦାହ ସଂସ୍କାର ପରେ 4 ଭାଇ ଖଟର 4 ଖୁରା ତଳ ମାଟି ଖୋଳିଲେ। ପ୍ରଥମ ଜଣକର ସବୁ ପରିବା ଚୋପା ଚଷୁ ମିଳିଲା, ଦ୍ୱିତୀୟକୁ ଗୋବର ମିଳିଲା, ତୃତୀୟରେ ମାଟି କିନ୍ତୁ ଚତୁର୍ଥ ପୁତ୍ର ସୁନାରୂପା ପାଇଲା। ଏକଥା ଦେଖି ବାକି 3 ଭାଇ ରାଗରେ ଖାଲି ଜଳିଲେ। ସେମାନେ କହିଲେ, ଦେଖିଲୁ ବାପାଙ୍କ କଥା, ଆମ 3 ଜଣଙ୍କୁ ଚଷୁ, ଗୋବର, ମାଟି ଆଉ ତାକୁ ସୁନାରୂପା, କିଛି କାମ ନ କରି ଦାନଧର୍ମ କରି ଅଳସୁଆ ହୋଇ ଘରେ ବସିଥାଏ, ଆଉ ସେ ସବୁ ପାଇଲା। ଚତୁର୍ଥ ପୁତ୍ର ଆପତ୍ତି କରି କହିଲା, ଖଟର ଯେଉଁ ଖୁରା ତୁମକୁ ଭଲ ଲାଗିଲା ତୁମେ ତ ଯାଇ ସେଠାରେ ଠିଆ ହେଲ, ଶେଷରେ ଯେଉଁଠି ବଳି ପଡ଼ିଲା ମୁଁ ଯାଇ ସେଠି ଠିଆ ହେଲି। ସବୁକିଛି ତ ତମେମାନେ କରିଛ, ମୁଁ ତ କିଛି ହେଲେ ବି କରିନାହିଁ। ଏଥିରେ ମୋର ଭୁଲ ରହିଲା ବା ଆଉ କେଉଁଠି? ଅନ୍ୟ 3 ଜଣ କହିଲେ, ଆମେ ଏସବୁ କଥା କେବେ ବି ମାନିବୁ ନାହିଁ। ଏଭଳି ପାତର ଅନ୍ତର ନିଷ୍ପତ୍ତିକୁ ଆମେ ଅବା କିଭଳି ମାନନ୍ତୁ? ଏବେ ମନ୍ଦିରକୁ ଯାଇ ବିଚାରକଙ୍କ ସାମନାରେ ସବୁ କଥା ପଡ଼ିବ, ସେ ଯାହା ରାୟ ଦେବେ ତାହା ହିଁ ହେବ। ତା ପରେ ସମସ୍ତେ ପିତାଙ୍କ ଶେଷ ଇଚ୍ଛାକୁ ଖାତିର ନକରି ମନ୍ଦିରକୁ ଗଲେ ଓ ନ୍ୟାୟାଧୀଶଙ୍କୁ ଏକଥାରେ ବିଚାର କରିବା ପାଇଁ ସର୍ବଶେଷ ଅନୁରୋଧ କଲେ। ସବୁ କଥା ଶୁଣିବା ପରେ ନ୍ୟାୟାଧୀଶ ପଚାରିଲେ, ତୁମ ପିତାଙ୍କର ସମ୍ପତ୍ତି କେତେ କୁହ ତ? 3 ପୁତ୍ର କହିଲେ, ଆମ ପିତାଙ୍କର ଜମିବାଡ଼ି ଅନେକ, ପଶୁ ମଧ୍ୟ ପାଳନ କରିଛନ୍ତି, ପୁଣି ବ୍ୟବସାୟ ଅଛି, ତା ଛଡ଼ା ସୁନାରୂପା। ନ୍ୟାୟାଧୀଶ ବିଚାର କରି କହିଲେ, ତାହେଲେ ତ ତୁମ ପିତା ଭାଇଭାଗ ଠିକ୍ ଭାବରେ କରିଛନ୍ତି। ମୁଁ ତୁମକୁ ଏବେ ବୁଝାଇ ଦେଉଛି। ବଡ଼ ପୁଅ ବ୍ୟବସାୟ ଦେଖିବ, ଦ୍ୱିତୀୟ ପଶୁମାନଙ୍କର ଦେଖାଶୁଣା କରିବ, ତୃତୀୟ ପୁତ୍ର କ୍ଷେତବାଡ଼ି କାମ କରିବ, ଆଉ ଚତୁର୍ଥ ସୁନାରୂପା ପାଇବ। ଏହି ସମାଧାନ ସେମାନଙ୍କୁ ଖୁବ୍ ଭଲ ଲାଗିଲା। ସେମାନେ ବୁଝିଗଲେ ଯେ କେହି ହେଲେ ବି ତାଙ୍କୁ ଠକି ନାହିଁ। ନ୍ୟାୟ କଥା ଶୁଣିବା ପରେ ସେମାନଙ୍କ ମଧ୍ୟରେ ଥିବା ଶତ୍ରୁତା ବଦଳରେ ଭ୍ରାତୃତ୍ୱ ଭାବ ଜାଗ୍ରତ ହେଲା। ତା ପରେ ସେ 4 ଭାଇଯାକ ମିଳିମିଶି ବେଶ୍ ଖୁସିରେ ରହିଲେ।